ନିଶାଗମେ କ୍ରମେ ଲୋକ କୋଳାହଳ ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ଜଳସ୍ଥଳ ନବହ ଜ୍ୟୋତ୍ସ୍ନା ପରିପ୍ଲୁତ ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ନିଶାଗମେ କ୍ରମେ ଲୋକ କୋଳାହଳ ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ନିଶାଗମେ ନିଶାଗମେ ନିଶା ମାନେ ରାତ୍ରି ରାତ୍ରି আগমে নিশাযুক্ত আগমে নিশাগমে নিশাযুক্ত আগমে নিশাগমে নিশাগমে আগমে আসিবারু রাত্রি আসিবারু নিশাগমে রাত্রি আসিবারু রাত্রি আসিবারু নিশাগমে রাত্রি আসিবারু ক্রমে লোক কোଳାହଳ ରାତି ଆସିବାରୁ ଚିଲିକା କୂଳରୁ ଲୋକମାନଙ୍କର କୋଳାହଳ କମିଯାଇଛି। ଅର୍ଥ ଲୋକମାନେ ତାଙ୍କ କାର୍ଯ୍ୟ ସାରି ଲୋକମାନେ ଚିଲିକା କୂଳରେ ପରିଦର୍ଶନ ସାରି ତାଙ୍କ ଗୃହ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଫେରି ଯାଇଛନ୍ତି। ତେଣୁ ନିଶାଗମେ କ୍ରମେ ଲୋକ କୋଳାହଳ ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ନିବର୍ତ୍ତି ନିବର୍ତ୍ତି ମାନେ ବଞ୍ଚିଯିବା, ନିବର୍ତ୍ତି ବଞ୍ଚିଯିବା ଅର୍ଥ ଲୋକ କୋଳାହଳ ବଞ୍ଚି ଯାଉଛି, ଲୋକ କୋଳାହଳରୁ ଚିଲିକା ବଞ୍ଚି ଯାଉଛି। ନିବର୍ତ୍ତି ଅବନି ମାନେ ପୃଥିବୀ, ଚିଲିକାର କ'ଣ ତଟଦେଶ, ଅବନି ମାନେ ହେଲା ପୃଥିବୀ, କିନ୍ତୁ ଏଠି ହେଉଛି ଚିଲିକାର ତଟଦେଶ। ଚିଲିକାର ତଟଦେଶ କ'ଣ ହେଉଛି ଲୋକ କୋଳାହଳ କମିଯିବାରୁ ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ନିଶ୍ଚଳ ମାନେ ନୀରବ, ନିଶ୍ଚଳ 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 ମାନେ ନୀରବ। ଏଠାରେ ଲୋକ କୋଳାହଳ ଶୂନ୍ୟ, ଏଠାରେ ହେବ ଲୋକ କୋଳାହଳ ଶୂନ୍ୟ, ଲୋକ କୋଳାହଳ ଶୂନ୍ୟ, କୋଳାହଳ ଶୂନ୍ୟ। ତାହେଲେ କ'ଣ ହେଉଛି ନିଶାଗମେ କ୍ରମେ ଲୋକ କୋଳାହଳ ନିଶା ଆଗମନ ହେବାରୁ ରାତ୍ରି ଆଗମନ ହେବାରୁ କ୍ରମେ କ୍ରମେ କ'ଣ ହେଉଛି ନା ଲୋକମାନଙ୍କର କୋଳାହଳ କମିଯାଉଛି। ଅବନି ମାନେ ପୃଥିବୀ, ଚିଲିକା ନିକଟସ୍ଥ ତଟବର୍ତ୍ତୀ ଅଞ୍ଚଳ ସେ କ'ଣ କହୁଛି ନିଶ୍ଚଳ ହେଇଯାଉଛି, ନୀରବ ହେଇଯାଉଛି, ଲୋକ ଗହଳି ନାହିଁ। ବୁଝିଲା, ଜନଗହଳି କମିଯାଉଛି। ଲୋକମାନେ ଯେତେବେଳେ ସନ୍ଧ୍ୟା ଆସିଛି ଲୋକମାନଙ୍କର ଆଗମନ କମିଯାଇଛି, ଲୋକ ଗହଳି କମିଯାଇଛି। ସେଇ ଜାଗାଟା ସେଇ ସ୍ଥାନଟା କ'ଣ ହେଇଛି ଜନଗହଳି ଆଉ ନାହିଁ, ନୀରବ ନିଶ୍ଚଳ ହେଇଯାଇଛି। ବୁଝିଗଲା କ୍ଲିୟର? ଠିକ୍ ଅଛି। ନେକ୍ସଟ ଜଳସ୍ଥଳ ନବହ ଜ୍ୟୋତ୍ସ୍ନା ପରିପ୍ଲୁତ ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ଜଳ ସ୍ଥଳ ନଭ, ଜଳ ସ୍ଥଳ ନଭ, ଜଳ ଚିଲିକାର ଜଳ, ସ୍ଥଳ ଚିଲିକା କୂଳସ୍ଥ, ଚିଲିକା ତଟସ୍ଥ କ'ଣ ସ୍ଥଳ ରାଶି, ତାପରେ ନଭ ଆକାଶ, ଜଳ ସ୍ଥଳ ନଭ, ତାପରେ ଜ୍ୟୋତ୍ସ୍ନା ପରିପ୍ଲୁତ, ଜ୍ୟୋତ୍ସ୍ନା ଚନ୍ଦ୍ର କିରଣରେ ପରିପ୍ଲୁତ ହେଇଛି। ଜଳ ଚିଲିକା କୂଳର ସ୍ଥଳ ଭାଗ ଏବଂ ଆକାଶ କ'ଣ ହେଇଛି ନା ଚନ୍ଦ୍ର କିରଣ ଚାରିଆଡ଼େ ପଡ଼ିଛି। ଜ୍ୟୋତ୍ସ୍ନା ମାନେ ଚନ୍ଦ୍ର କିରଣ ପରିପ୍ଲୁତ ହେଇଛି, ଚାରିଆଡ଼େ ଚନ୍ଦ୍ର କିରଣରେ ଆବୃତ ହେଇଛି। ତାପରେ ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ, ସୃଷ୍ଟି ଅର୍ଥ ଏ ପୃଥିବୀ କେମିତି ଜଣାପଡ଼ୁଛି ପାରଦରେ ଧୁଆ ହୋଇଥିବା ଭଳି। ପାରଦ କ'ଣ ତମେ ଦେଖିଛ? ତମକୁ ଜ୍ୱର ହେଲେ ତମେ କାଖରେ ଗୋଟେ ଦେଉଛ କି ପାଟିରେ ଗୋଟେ ଜୀବ ତଳେ ରଖୁଛ କ'ଣଟେ ଥର୍ମୋମିଟର, ତା ଭିତରେ ଯେଉଁ ଢଳ ଢଳ ହେଉଛି ଧଳା ପାଣିଟା ସେଇଟା ହେଉଛି ପାରଦ। ପାରଦ ଦେଖିବା ଖୁବ୍ ସ୍ୱଚ୍ଛ, ଚନ୍ଦ୍ର କିରଣକୁ କବି କହୁଛନ୍ତି ଏଇଟା ପାରଦ। ପାରଦରେ ଧୋଇଦେଲେ ଯେମିତି ଧଳା ଦେଖାଯିବ, କବି କହୁଛନ୍ତି ଏହା ସେଇଭଳି ଭାବରେ ସ୍ୱଚ୍ଛ ହେଇଯାଇଛି, ଧଳା ହେଇଯାଇଛି ଚିଲିକା କୂଳସ୍ଥ ଅଞ୍ଚଳ। ତେଣୁ ପାରଦରେ ଧୁଆ ହେଲା ଭଳିଆ ତାର ଅର୍ଥ ହେଲା କବି କହୁଛନ୍ତି ସେଦିନ ଯେଉଁଦିନ କବିତା ଲେଖିଥିଲେ ସେଦିନ ଚିଲିକା କୂଳରେ ଚନ୍ଦ୍ର କିରଣ ପଡ଼ିଥିଲା, ଜଳ ସ୍ଥଳ ଆକାଶ ସବୁ ଜ୍ୟୋତ୍ସ୍ନାରେ ପରିପ୍ଲୁତ ହେବା ଭଳିଆ ଚନ୍ଦ୍ର କିରଣରେ ପୁରା ଘୋଡ଼େଇ ହେଲା ଭଳିଆ ଦେଖାଯାଉଥିଲା। ବୁଝିହେଲା? ଠିକ୍ ଅଛି, ଆଜି ପାଇଁ ଏତିକି। ପରବର୍ତ୍ତୀ କାଳାଂଶରେ ଆମେ ଆରମ୍ଭ କରିବା। ଧନ୍ୟବାଦ। କାଲିକି এইଗୁଡ଼ିକ ପଢ଼ିକି ଆସିଥିବ, ତାର ଶବ୍ଦ ଅର୍ଥ ପଢ଼ିଥିବ, ତାର MCQ କରିଥିବ, ପରବର୍ତ୍ତୀ ସମୟରେ ପାଠ ଆଲୋଚନା କରିବା। ଧନ୍ୟବାଦ।